ସ୍ୱପ୍ନାଦେଶ ପରେ ପୋଖରୀରୁ ମିଳିଲା ମା ମହାମାଇଙ୍କ ପାଦ। ସ୍ୱପ୍ନାଦେଶ ଦେଲେ ସ୍ୱୟଂ ମା। ପୋଖରୀରୁ ଉଦ୍ଧାର ହେଲା ମା ମହାମାଇଙ୍କ ପାଦ। ଆସିକା ବ୍ଲକ ଦେବାଭୂମି ଗ୍ରାମର ଜାନି ତଥା ମା ମହାମାଇଙ୍କ ପୂଜକଙ୍କୁ ସ୍ୱପ୍ନରେ ମା ଜଣାଇଲେ କେଉଁଠି ଅଛି ତାଙ୍କ ପାଦ। ତାପରେ ପୋଖରୀରେ ଗାଧୋଇବା ବେଳେ ଗୋଡ଼କୁ ବାଜିଲା ମା ମହାମାଇଙ୍କ ପାଦ। ଏହି ଘଟଣା ପୂଜକ ଜଣକ ଗ୍ରାମର ବାସିନ୍ଦାମାନଙ୍କୁ ଜଣାଇଥିଲେ। ପରେ ମାଙ୍କ ପାଦକୁ ନେଇ ଗ୍ରାମର ସବୁ ସାହି ଭ୍ରମଣ କରିବା ସହିତ ଢୋଲ ବାଜାର ତାଳେ ତାଳେ ନାଚୁଥିଲେ ଭକ୍ତ। ଏକ ଭକ୍ତି ଓ ଭାବମୟ ପରିବେଶରେ ଆରମ୍ଭ ହେଲା ମା ମହାମାଇଙ୍କ ପୂଜାର୍ଚ୍ଚନା। ଧୂପ ଦୀପ ଝୁଣାର ମହକରେ ମହକିତ ହେଲା ଚତୁର୍ଦିଗ। ମାଙ୍କ ଗୀତ ଗାଇ ଗାଇ ଭକ୍ତ ଭାବ ବିହୁଳ ହେଉଥିବାର ଦୃଶ୍ୟ ଥିଲା ବେଶ ଆନନ୍ଦଦାୟକ। ମା ଗ୍ରାମରେ ପ୍ରକଟିତ ହେଉଥିବାର ଖବର ଆଖପାଖ ଗାଁ ଗୁଡ଼ିକୁ ଯିବା ପରେ ମାଙ୍କୁ ଦେଖିବାକୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ସ୍ୱପ୍ନାଦେଶ ଦେଇଥିବା ପୂଜକଙ୍କ ଘରେ ମା ପୂଜା ପାଉଛନ୍ତି। ଆଗାମୀ ଦିନରେ ମାଙ୍କ ଛୋଟିଆ ମନ୍ଦିର କରି ପୂଜାର୍ଚ୍ଚନା କରିବା ଲକ୍ଷ୍ୟରେ ଅଛନ୍ତି ଗ୍ରାମବାସୀ।